ଆଜି ଆମେ କଥା ହେବା ଏମିତି ଜଣେ ମହିଳାଙ୍କ ବିଷୟରେ ଯିଏ କେବଳ ପ୍ରଚଳିତ ପରମ୍ପରାକୁ ଭାଙ୍ଗି ନଥିଲେ ବରଂ ନିଜ ସିଦ୍ଧାନ୍ତ ବଳରେ ଏକ ନୂଆ ଯୁଗର ମୂଳଦୁଆ ପକାଇଥିଲେ। ସେ ହେଉଛନ୍ତି ଶୈଳବାଳା ଦାସ, ଯାହାଙ୍କ କାହାଣୀ ସାହସ, ବିଦ୍ରୋହ ଆଉ ପରିବର୍ତ୍ତନର ଏକ ଜ୍ୱଳନ୍ତ ଉଦାହରଣ। ଚିହ୍ନି ରଖନ୍ତୁ ଏହି ଚେହେରାକୁ। ଏ ହେଉଛନ୍ତି ଶୈଳବାଳା ଦାସ। ତାଙ୍କ ଜୀବନକାଳ ଥିଲା 1875ରୁ 1968। ଭାବି ଦେଖନ୍ତୁ, ବ୍ରିଟିଶ ଶାସନର ଶୀର୍ଷ ସମୟରୁ ଆରମ୍ଭ କରି ସ୍ୱାଧୀନ ଭାରତର ଗଠନ ପର୍ଯ୍ୟନ୍ତ ସେ ସବୁକିଛିର ସାକ୍ଷୀ ଥିଲେ। ଆଉ ଏହି ବିରାଟ ପରିବର୍ତ୍ତନର ସମୟରେ ସେ ନିଜେ ହିଁ ପାଲଟିଥିଲେ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ଚାଲନ୍ତୁ ତାଙ୍କ ଜୀବନର ଏହି ରୋମାଞ୍ଚକର ଯାତ୍ରାକୁ ଆମେ କିଛି ଭାଗରେ ବାଣ୍ଟି ଦେଖିବା। କେମିତି ସେ ଆଧୁନିକତାର ସେତୁ ସାଜିଥିଲେ, ତାଙ୍କର ଅସାଧାରଣ ବାଲ୍ୟକାଳ କିପରି ଥିଲା, ତାଙ୍କ କର୍ମଜୀବନରେ ସେ କେତେ ପ୍ରଥମର ଅଧିକାରୀ ହୋଇଥିଲେ, ତାଙ୍କର ନିର୍ଭୀକ ବିଦ୍ରୋହୀ ସ୍ୱଭାବ, ଆଉ ଶେଷରେ ସେ ଆମ ପାଇଁ ଛାଡ଼ି ଯାଇଥିବା ସେହି ଅମୂଲ୍ୟ ଐତିହ୍ୟ। ତେବେ ଆସନ୍ତୁ ଆରମ୍ଭ କରିବା। ଦେଖନ୍ତୁ, ଶୈଳବାଳାଙ୍କ ଜୀବନ କେବଳ ଜଣେ ବ୍ୟକ୍ତିର କାହାଣୀ ନଥିଲା। ଏହା ଥିଲା ଦୁଇଟି ଭିନ୍ନ ଦୁନିଆକୁ ଯୋଡ଼ୁଥିବା ଏକ ସେତୁ। ଗୋଟିଏ ପଟେ ଥିଲା କଠୋର ବ୍ରିଟିଶ ପ୍ରଶାସନ, ଆଉ ଅନ୍ୟପଟେ ଥିଲା ଭାରତୀୟ ସମାଜ ସୁଧାରର ଜାତୀୟତାବାଦୀ ଆନ୍ଦୋଳନ। ସେ ଠିକ୍ ଏହି ଦୁଇଟିର ମଝିରେ ଠିଆ ହୋଇଥିଲେ। ଆମେ ଯେତେବେଳେ କହୁ ମୂଳଦୁଆର ସ୍ଥାପନ କରି ବ୍ୟକ୍ତିତ୍ୱ, ଏହାର ଅର୍ଥ କ'ଣ? ସିଧା କଥାରେ କହିଲେ, ଏମିତି ଜଣେ ମଣିଷ ଯିଏ ନିଜ କାମ ଦ୍ୱାରା ଆଗାମୀ ପିଢ଼ି ପାଇଁ ରାସ୍ତା ତିଆରି କରେ। ଆଉ ଶୈଳବାଳା ଠିକ୍ ସେଇଆ ହିଁ କରିଥିଲେ, ବିଶେଷ କରି ଭାରତୀୟ ମହିଳାଙ୍କ ଅଧିକାର ଆଉ ଶିକ୍ଷା ପାଇଁ। କିନ୍ତୁ ଏମିତି ଏକ କ୍ରାନ୍ତିକାରୀ ଚିନ୍ତାଧାରା ଆସିଲା କେଉଁଠୁ? ଏହାର ମୂଳଦୁଆ ପଡ଼ିଥିଲା ତାଙ୍କ ବାଲ୍ୟକାଳରେ, କାରଣ ତାଙ୍କର ଲାଳନପାଳନ ହିଁ ଥିଲା ସେ ସମୟ ପାଇଁ ଏକଦମ ଅସାଧାରଣ। ତାଙ୍କ ଜନ୍ମ ହୋଇଥିଲା କଲିକାତାରେ ଏକ ବଙ୍ଗୀୟ ପରିବାରରେ, କିନ୍ତୁ 1892ରେ ମାଙ୍କ ଦେହାନ୍ତ ପରେ ଉତ୍କଳ ଗୌରବ ମଧୁସୂଦନ ଦାସ ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କଲେ। ଆଉ ସେହି ସମୟରେ ଯେତେବେଳେ ବଙ୍ଗଳା ଆଉ ଓଡ଼ିଶା ଭିତରେ ରାଜନୈତିକ ତିକ୍ତତା ଲାଗି ରହିଥିଲା, ସେତେବେଳେ ସେ ନିଜକୁ ସ୍ୱଇଚ୍ଛାରେ ଓଡ଼ିଆ ବୋଲି ପରିଚୟ ଦେଲେ। ଏହା ଏକ ବହୁତ ବଡ଼ କଥା ଥିଲା, ଯାହା ଏକ ସାଂସ୍କୃତିକ ସେତୁବନ୍ଧନର କାମ କରିଥିଲା। ଆପଣ କଳ୍ପନା କରନ୍ତୁ, ସେହି ଊନବିଂଶ ଶତାବ୍ଦୀରେ ଜଣେ ଝିଅକୁ ପାଶ୍ଚାତ୍ୟ ଢାଞ୍ଚାରେ ଶିକ୍ଷା ଦିଆଯାଉଛି, ତାକୁ ସାମାଜିକ ସମାନତାର ମୂଲ୍ୟବୋଧ ଶିଖାଯାଉଛି। ଏହା କୌଣସି ସାଧାରଣ କଥା ନଥିଲା। ଏହି ପରିବେଶ ହିଁ ତାଙ୍କୁ ଭିଡ଼ଠାରୁ ସମ୍ପୂର୍ଣ୍ଣ ଅଲଗା କରି ଗଢ଼ିଥିଲା। ଏବେ ଆସିବା ତାଙ୍କ କର୍ମମୟ ଜୀବନକୁ। ଆଉ ଏହା କୌଣସି ସାଧାରଣ କାହାଣୀ ନୁହେଁ। ଏହା ହେଉଛି ପ୍ରଥମ ହେବାର ଏକ ଲମ୍ବା ତାଲିକା। ତାଙ୍କର ବିଶେଷତ୍ୱ ଥିଲା ଯେ ସେ ବ୍ୟବସ୍ଥା ବାହାରେ ରହି ବିରୋଧ କରୁନଥିଲେ, ବରଂ ବ୍ୟବସ୍ଥା ଭିତରେ ପଶି ପ୍ରତିବନ୍ଧକକୁ ଭାଙ୍ଗୁଥିଲେ। ତାଙ୍କ ସଫଳତାର ତାଲିକା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। 1925ରେ ସେ ହେଲେ ଭାରତର ପ୍ରଥମ ମହିଳା ସମ୍ମାନିତ ମାଜିଷ୍ଟ୍ରେଟ୍। କେବଳ ସେତିକି ନୁହେଁ, ପ୍ରଥମ ମହିଳା କାରାଗାର ପରିଦର୍ଶିକା, ମେଡିକାଲ କଲେଜ କମିଟିର ପ୍ରଥମ ମହିଳା ସଦସ୍ୟା, ଆଉ ବିହାର ଓଡ଼ିଶା ଶିକ୍ଷା ବୋର୍ଡର ସଦସ୍ୟା। ଗୋଟିଏ ପରେ ଗୋଟିଏ ଇତିହାସ ସେ ରଚି ଚାଲିଥିଲେ। ଆଉ ଜାଣିଛନ୍ତି, ମାଜିଷ୍ଟ୍ରେଟ୍ ଭାବେ ସେ ବର୍ଷକୁ କେତେ କେସ୍ ସମ୍ଭାଳୁଥିଲେ? ପାଖାପାଖି 600। ଏଟା ଖାଲି ଗୋଟେ ନମ୍ବର ନୁହେଁ, ଏହା ତାଙ୍କ କାର୍ଯ୍ୟଦକ୍ଷତା ଆଉ ନ୍ୟାୟ ପ୍ରତି ଥିବା ଗଭୀର ପ୍ରତିବଦ୍ଧତାକୁ ଦର୍ଶାଉଛି। କିନ୍ତୁ ଶୈଳବାଳା କେବଳ ଜଣେ କୁଶଳୀ ପ୍ରଶାସକ ନଥିଲେ। ତାଙ୍କ ଭିତରେ ଥିଲା ଜଣେ ବିଦ୍ରୋହୀର ଆତ୍ମା, ଯିଏ ଏକ ଉଦ୍ଦେଶ୍ୟ ପାଇଁ ଲଢ଼ୁଥିଲା। ତାଙ୍କର କିଛି କାମ ସେତେବେଳେ ସମାଜର ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା। ଗୋଟେ ଘଟଣା ଶୁଣନ୍ତୁ। ଯେତେବେଳେ ତାଙ୍କୁ ୟୁରୋପର ରାଜପରିବାର ଆଉ ଏପରିକି ପୋପ୍କୁ ଭେଟିବାର ସୁଯୋଗ ମିଳିଲା, ସେ ପାଶ୍ଚାତ୍ୟ ଡ୍ରେସ୍ ପିନ୍ଧିବାକୁ ସିଧା ମନା କରିଦେଲେ। ଆଉ ତା ବଦଳରେ ସେ ଗର୍ବର ସହ ଭାରତୀୟ ଶାଢ଼ୀ ପିନ୍ଧି ସେମାନଙ୍କୁ ଭେଟିଲେ। ଏହା କେବଳ ଏକ ପୋଷାକ ନଥିଲା, ଏହା ଥିଲା ନିଜ ସଂସ୍କୃତି ଓ ପରିଚୟର ଏକ ଶକ୍ତିଶାଳୀ ଘୋଷଣା। ତାଙ୍କର ସାହସ କେବଳ ବ୍ରିଟିଶଙ୍କ ସାମ୍ନାରେ ନଥିଲା, ସେ ସ୍ୱୟଂ ମହାତ୍ମା ଗାନ୍ଧୀଙ୍କ ସହ ମଧ୍ୟ ବୈଚାରିକ ବିତର୍କ କରିବାକୁ ପଛାଉନଥିଲେ। ଯେତେବେଳେ ଗାନ୍ଧିଜୀ ଚରଖାକୁ ଅର୍ଥନୈତିକ ସ୍ୱାଧୀନତାର ପ୍ରତୀକ ବୋଲି କହୁଥିଲେ, ଶୈଳବାଳା ସ୍ପଷ୍ଟ ଭାବେ ଯୁକ୍ତି ବାଢ଼ିଥିଲେ ଯେ ପ୍ରକୃତ ଅର୍ଥନୈତିକ ଉନ୍ନତି ପାଇଁ ଆଧୁନିକ ମେସିନ୍ ମଧ୍ୟ ସେତିକି ହିଁ ଜରୁରୀ। ଆଉ ତାଙ୍କ ଜୀବନର ସବୁଠୁ ଚର୍ଚ୍ଚିତ ଆଉ ସାହସିକ ପଦକ୍ଷେପ ଥିଲା ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ। ସେତେବେଳେ ଅଣହିନ୍ଦୁଙ୍କୁ ପ୍ରବେଶ ନିଷେଧ ଥିଲା, ତଥାପି ଜଣେ ଖ୍ରୀଷ୍ଟିଆନ ହୋଇ ମଧ୍ୟ ସେ ମନ୍ଦିର ଭିତରକୁ ଯାଇଥିଲେ। ଏହା କେବଳ ଏକ ନିୟମ ଭାଙ୍ଗିବା ନଥିଲା, ଏହା ଥିଲା ଧାର୍ମିକ କଠୋରତା ବିରୁଦ୍ଧରେ ଏକ ଶକ୍ତ ପ୍ରତିବାଦ, ଯାହା ସେତେବେଳେ ବହୁତ ବଡ଼ ବିବାଦ ସୃଷ୍ଟି କରିଥିଲା। ଏହି ଗୋଟିଏ ଘଟଣା ତାଙ୍କ ବ୍ୟକ୍ତିତ୍ୱକୁ ସମ୍ପୂର୍ଣ୍ଣ ଭାବେ ବୁଝାଇ ଦିଏ। ଯେତେବେଳେ ବ୍ରିଟିଶ ସରକାର ତାଙ୍କୁ ସେ ସମୟର ସବୁଠାରୁ ସମ୍ମାନଜନକ ପଦକ କୈସର-ଇ-ହିନ୍ଦ ଦେବାକୁ ଚାହିଁଲେ, ସେ ତାକୁ ନମ୍ରତାର ସହ ମନା କରିଦେଲେ, କାରଣ ତାଙ୍କ ପାଇଁ କୌଣସି ପଦକ ବା ପ୍ରତିଷ୍ଠାଠାରୁ ନିଜର ସିଦ୍ଧାନ୍ତ ଓ ସ୍ୱାଧୀନତା ବହୁତ ବଡ଼ ଥିଲା। କିନ୍ତୁ ଶୈଳବାଳାଙ୍କ କାହାଣୀ କେବଳ ବିଦ୍ରୋହ
ଆଉ ପ୍ରତିବାଦରେ ସରିଯାଏନି। ସେ ଆମ ପାଇଁ ଯାହା ଛାଡ଼ି ଯାଇଛନ୍ତି ତାହା ଆହୁରି ମହତ୍ତ୍ୱପୂର୍ଣ୍ଣ। ଆଉ ତାଙ୍କର ସବୁଠୁ ବଡ଼ ଉପହାର ଥିଲା ଶିକ୍ଷା। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସତରେ ଅତୁଳନୀୟ। ସେ ନିଜର ବାସଭବନ ମଧୁସ୍ମୃତିକୁ ଦାନ କରିଦେଲେ, ଯାହା ଆଜି କଟକର ପ୍ରସିଦ୍ଧ ଶୈଳବାଳା ମହିଳା ମହାବିଦ୍ୟାଳୟ। ସେ ସେହି ବିଧବାମାନଙ୍କ ପାଇଁ ତାଲିମ ସ୍କୁଲ ଖୋଲିଥିଲେ ଯେଉଁମାନଙ୍କୁ ସମାଜ ଘୃଣା କରୁଥିଲା। ଆଉ ରେଭେନ୍ସା ବାଳିକା ବିଦ୍ୟାଳୟର ପ୍ରଥମ ମହିଳା ପ୍ରଧାନ ଶିକ୍ଷୟିତ୍ରୀ ହୋଇ ଏକ ନୂଆ ଦିଗନ୍ତ ସୃଷ୍ଟି କରିଥିଲେ। ଆଉ ସବୁଠୁ ଭଲ କଥା ହେଉଛି ଆମେ ତାଙ୍କ କାହାଣୀକୁ ତାଙ୍କ ନିଜ ମୁହଁରୁ ବି ଶୁଣିପାରିବା। ତାଙ୍କର ଆତ୍ମଜୀବନୀ ଆଉ ତାଙ୍କ ପାଳିତ ପିତା ମଧୁସୂଦନ ଦାସଙ୍କ ଉପରେ ଲେଖାଯାଇଥିବା ବହି ଆଜି ବି ତାଙ୍କ ଚିନ୍ତାଧାରା ଆଉ ସାହସର ସାକ୍ଷୀ ହୋଇ ରହିଛି। ତେବେ ଏହି ଅସାଧାରଣ ଯାତ୍ରାକୁ ଯଦି ଆମେ ସାରାଂଶରେ ଦେଖିବା, ତେବେ ଶୈଳବାଳା ଦାସଙ୍କ ଜୀବନ ଥିଲା ସିଦ୍ଧାନ୍ତ, ପ୍ରଗତି ଆଉ ଶକ୍ତିର ଏକ ଅଦ୍ଭୁତ ମିଶ୍ରଣ। ତେବେ ସଂକ୍ଷେପରେ କହିବାକୁ ଗଲେ ଶୈଳବାଳା ଦାସ ଥିଲେ ଜଣେ ପୋଷ୍ୟକନ୍ୟା ଯିଏ ପୂରା ରାଜ୍ୟର ପରିଚୟ ପାଲଟିଗଲେ, ଜଣେ ଅଗ୍ରଣୀ ଯିଏ ପ୍ରଶାସନର କବାଟ ମହିଳାମାନଙ୍କ ପାଇଁ ଖୋଲିଦେଲେ, ଜଣେ ନିର୍ଭୀକ ବିଦ୍ରୋହୀ ଯିଏ ଗାନ୍ଧୀଙ୍କଠାରୁ ଆରମ୍ଭ କରି ବ୍ରିଟିଶ ଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଶ୍ନ କରିବାର ସାହସ ରଖିଥିଲେ, ଆଉ ସବୁଠୁ ବଡ଼ କଥା ଜଣେ ଶିକ୍ଷାବିତ୍ ଯାହାଙ୍କ ଉଦ୍ୟମ ଆଜି ବି ଲକ୍ଷ ଲକ୍ଷ ଝିଅଙ୍କ ଭବିଷ୍ୟତକୁ ଆଲୋକିତ କରୁଛି। ତେବେ ଶେଷରେ ତାଙ୍କ ଜୀବନ ଆମ ଆଗରେ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଏ। ଜଣେ ବ୍ୟକ୍ତିର ସାହସ କିପରି ପ୍ରଚଳିତ ପ୍ରଥାକୁ ଭାଙ୍ଗି ଆଗାମୀ ଅନେକ ପିଢ଼ି ପାଇଁ ଭବିଷ୍ୟତ ଗଢ଼ିପାରେ। ବୋଧହୁଏ ଶୈଳବାଳା ଦାସଙ୍କ ଜୀବନ ହିଁ ଏହି ପ୍ରଶ୍ନର ସବୁଠାରୁ ଶକ୍ତିଶାଳୀ ଉତ୍ତର।